ଆଜି ସେ ରୁବି ଯୋଗୁଁ ପଲ୍ଲବୀ ମାଆଙ୍କ ଠାରୁ ଗାଳି ଶୁଣିଛନ୍ତି। ହଁ ସାଙ୍ଗମାନେ, ରୁବି ପଲ୍ଲବୀଙ୍କୁ ହଇରାଣ କରିବା ପାଇଁ ତା କାମରେ ଲାଗି ପଡ଼ିଛି। ପଲ୍ଲବୀ ନିଦରୁ ଉଠି ତଳକୁ ଆସିବେ ଆଉ ତାପରେ ମାୟା କହିବେ, ମୁଁ ଦେଖୁଛି ଆଜିକାଲି ସବୁଦିନ ଲେଟ୍ରେ ଉଠିବା ତୋର ଗୋଟେ ଟ୍ରେଣ୍ଡ ହୋଇଗଲାଣି। ତାପରେ ପଲ୍ଲବୀ କହିବେ, କାଲି ରାତିରେ ମୁଁ ଆଲାର୍ମ ଦେଇ ଶୋଇଥିଲି, କିନ୍ତୁ ସେଇଟା ବନ୍ଦ କେମିତି ହେଲା ଜାଣିନି। ଆଉ ଅସଲ କଥା ଏଇଆ ଯେ ପଲ୍ଲବୀଙ୍କ ଆଲାର୍ମ ରୁବି ଯାଇ ଅଫ୍ କରି ଦେଇଥିବ, କିନ୍ତୁ ପଲ୍ଲବୀ ଜାଣିନଥିବେ। ତାପରେ ମାୟା କହିବେ, ତୋ ପାଠପଢ଼ା, ତୋ କ୍ଲାସ୍ କେମିତି ମ୍ୟାନେଜ୍ କରିବୁ ସେଇଟା ତୋ ଉପରେ ଡିପେଣ୍ଡ କରେ, କିନ୍ତୁ ସେଥିପାଇଁ ଘରେ ତୋର ଯାହା କାମ ସେସବୁ ସଫର ହେବା ଉଚିତ ନୁହେଁ। ଆଉ ପଲ୍ଲବୀ, ଆଜି ଏଯାଏଁ ଠାକୁରଙ୍କ ଘରେ ପୂଜା ହେଇନି, ସେ କଥା କ'ଣ ହେବ? ଆଉ ପଲ୍ଲବୀ ମାଆଙ୍କ ଠାରୁ ଗାଳି ଖାଉଥିବା ରୁବି ଏସବୁ ବାଲକନିରୁ ଥାଇ ଦେଖୁଥିବ। ତ ସାଙ୍ଗମାନେ, ରୁବିକୁ ଯାହାକୁ ଯାହାକୁ ରାଗ ଲାଗୁଛି ସେମାନେ କମେଣ୍ଟରେ ୟେସ୍ ଲେଖନ୍ତୁ।